ସମସ୍ତ ଭାଇ ବନ୍ଧୁ ମାନଙ୍କୁ ମୁଁ ପ୍ରଣାମ ଜଣାଇ ଆଜିର ନୂତନ ଭିଡ଼ିଓ ଉପସ୍ଥାପନ କରୁଛି ପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଯେ ଭାବେ ଭାବିବ ଦେବଙ୍କୁ ସେ ଭାବେ ଫଳପ୍ରାପ୍ତ ତାକୁ। ତେଣୁ ଯେଉଁ ଭାବରେ ଆପଣ ଦେବତାଙ୍କୁ ଭାବିବେ ସେଭଳିଆ ଫଳପ୍ରାପ୍ତି ହୋଇଥାଏ ବୋଲି ଏଠି ଲେଖା ହେଇଛି। ଏଠି ଆମର ଗୁରୁ ବନ୍ଦନା ହେଇଛି। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଏପଟରେ ଦେଖିବା ଆମର ପ୍ରଭୁଙ୍କର ମହାମୃତ୍ୟୁଞ୍ଜୟ ମନ୍ତ୍ର ଲେଖା ହେଇଛି। ଓಂ ତ୍ର୍ୟମ୍ବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନଂ ଉର୍ବାରୁକମିବ ବନ୍ଧନାତ୍ ମୃତ୍ୟୁମୁଖେ ମାମୃତାତ୍। ତେଣୁ ଏ ଯେଉଁ ଆମର ମହାମୃତ୍ୟୁଞ୍ଜୟ ମନ୍ତ୍ର କୁହାଯାଏ, ଏ ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ପାଠ କଲେ ଦୁରାରୋଗ୍ୟ ମଧ୍ୟ ଆରୋଗ୍ୟ ହୋଇଥାଏ, ବଡ଼ ବଡ଼ ରୋଗ ମଧ୍ୟ ଆରୋଗ୍ୟ ହୋଇଥାଏ ବୋଲି କୁହାଯାଏ। ତେଣୁ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କଲେ ଅକାଳ ମୃତ୍ୟୁ ହୁଏ ନାହିଁ, ଯାହା ବିଶ୍ୱାସର ପ୍ରତୀକ। ଯେଉଁମାନେ ବିଶ୍ୱାସ କରନ୍ତି ସେମାନେ ପାଠ କରନ୍ତି। ଏଠି ତଳେ ଲେଖା ହେଇଛି, ଯେବେ ମୁଁ ଆଳସ୍ୟବିହୀନ ହୋଇ ନକରେ କର୍ମ, ଆହେ ଅର୍ଜୁନ ପ୍ରାଣୀଗଣ ମୋ ପଥେ କରିବେ ଗମନ। ତେଣୁ ଏଭଳି ବହୁତ ସୁନ୍ଦର ସଂସ୍କୃତି, ସୁନ୍ଦର ପରମ୍ପରା ମହାପ୍ରଭୁ କୃଷ୍ଣଙ୍କର ଭାଗବତ ବାଣୀରୁ ଲେଖା ହେଇଛି। ଆମେ ଆଜି ପହଞ୍ଚିଛେ ମହାପ୍ରଭୁ ଶ୍ରୀ ଶ୍ରୀ ଆଖଣ୍ଡଳେଶ୍ୱର ମହାଦେବ ଉଦୟବଟ ଧାମ। କୁହାଯାଏ ଉଦୟବଟ ଧାମ ଓଁକାର କ୍ଷେତ୍ର, କଳ୍କୀ କ୍ଷେତ୍ର ବୋଲି କୁହାଯାଏ। ତେଣୁ ଆମେ ପ୍ରଭୁଙ୍କର ଆଦେଶ ନେବା। ପ୍ରଭୁ ଟିକେ ଦର୍ଶନ ଦିଅନ୍ତୁ ଏ ଭିଡ଼ିଓରେ। ତେଣୁ ଆମର ମହାପ୍ରଭୁ ଏଇ ଭିଡ଼ିଓରେ ଆପଣ ଦେଖିପାରୁଥିବେ, ସବୁ ଜିନିଷ ତାଙ୍କ ଆଗରେ ରହିଯାଇଛି। ଟିକେ ଟିକେ ମୁହଁ ଦେଖାଯାଉଛି, ଭଲ ଭାବରେ ଦେଖନ୍ତୁ। କୁହାଯାଏ ପ୍ରଭୁ ହରିହରଙ୍କ ରୂପ ନେଇଛନ୍ତି। କୃଷ୍ଣଙ୍କ ଦେଖନ୍ତୁ କେତେ ସୁନ୍ଦର କମନୀୟ ମୂର୍ତ୍ତି, କୃଷ୍ଣଙ୍କ ଭଳି ଦେଖାଯାଉଛନ୍ତି ମହାପ୍ରଭୁ ଦେବାଦିଦେବ ମହାଦେବ। ତେଣୁ ତାଙ୍କ ମହିମା ଯୁଗେ ଯୁଗେ ବ୍ରହ୍ମା ବିଷ୍ଣୁ ମଧ୍ୟ ଗାଆନ୍ତି। ତେଣୁ ବିଶ୍ୱାସ ମୂଳେ ଭଗବାନ କହିଲେ, ବିଶ୍ୱାସ କଲେ ଭଗବାନଙ୍କୁ ଆପଣ ପ୍ରାପ୍ତି ହେବେ। ଆଜିର ସମାଜରେ ବିଶ୍ୱାସ ହଜିଯାଇଛି। ଭଗବାନଙ୍କ ଉପରେ ପ୍ରଶ୍ନ ଉଠୁଛି, ଭଗବାନ ପ୍ରକୃତରେ ଅଛନ୍ତି କି ନାହାନ୍ତି। କିଏ କହିଲାଣି କାଠଗଡ଼ା ଜଗନ୍ନାଥ, କିଏ କହିଲାଣି ତମେ ମୂର୍ତ୍ତି ପୂଜା କରୁଛ, ଦେବାଦିଦେବ ମହାଦେବ ଲିଙ୍ଗ ପୂଜା କରୁଛ, କେତେ କଥା କିଏ କ'ଣ କହୁଛନ୍ତି। ଚାଲନ୍ତୁ ସେଇ ଅବିଶ୍ୱାସ ଆଉ ବିଶ୍ୱାସ ମଧ୍ୟ ଦେଇ ଆମେ ସତ୍ୟତାର ଅବଲୋକନ କରିବା ପାଇଁ ସତ୍ୟତା ପଛେ ଧାଇଁବା। କ'ଣ ପ୍ରକୃତ ସତ୍ୟ କ'ଣ? ପ୍ରକୃତରେ ଭଗବାନ ଅଛନ୍ତି କି ନାହାନ୍ତି? କୁହାଯାଏ ଭଗବାନ ହେଉଛନ୍ତି ଅନୁଭବ ଓ ଅନୁଭୂତିର ଠାକୁର, ଏବଂ ଯିଏ ଯେମିତି ବିଶ୍ୱାସ କରିବ, ଯେମିତି ରୂପରେ ତାଙ୍କୁ ଡାକିବ ସେମିତି ରୂପରେ ତାଙ୍କୁ ଦୃଶ୍ୟମାନ ହେଇଥାନ୍ତି। ତେଣୁ ଆମେ ସେଇ ବିଶ୍ୱାସର କଥାକୁ ଆମେ ଉଠେଇବା। ତେଣୁ ଲୋକ କହିବେ, ଆରେ ବିଶ୍ୱାସ ଅନ୍ଧ ଭଳିଆ କରୁଛ ତୁମେ। ତେଣୁ ଅନ୍ଧ ଭଳିଆ କାହିଁ ବିଶ୍ୱାସ କରୁଛ? କିଛି ପ୍ରମାଣଜନିତ ବିଶ୍ୱାସ ଦିଅ। ତେଣୁ ଆମେ ଆଜି ସେମିତିଆ କିଛି ଲାଇଭ୍ ଅନୁଭୂତି ନେବା। ଯିଏ ଭଗବାନଙ୍କୁ ବିଶ୍ୱାସ କରୁଛନ୍ତି ଏବଂ ପ୍ରାପ୍ତି ହେଇଛନ୍ତି ବା ତାଙ୍କ କୃପା ଲାଭ କରୁଛନ୍ତି, ତାଙ୍କଠାରୁ ଆମେ କିଛି ଅନୁଭୂତି ନେବା। ଭଗବାନଙ୍କୁ କିଏ କେତେ ରୂପରେ ପୂଜା କରନ୍ତି, କିଏ ବିଷ୍ଣୁ ରୂପରେ ପୂଜା କରନ୍ତି, କିଏ ମହାଦେବ ରୂପରେ ପୂଜା କରନ୍ତି, କିଏ କୃଷ୍ଣ ରୂପରେ ପୂଜା କରନ୍ତି, କିନ୍ତୁ ସବୁ ସେଇ ଗୋଟିଏ ରୂପ। ତେଣୁ ତାଙ୍କୁ ଅନନ୍ତ ବୋଲି କୁହାଯାଏ, ଯାହାର ଅନ୍ତ ନାହିଁ, ଯେ ସାରା ସୃଷ୍ଟିର ମାଲିକ, ଯିଏ ଚାହିଁଲେ କୋଟି ବ୍ରହ୍ମାଣ୍ଡ ହଲଚଲ ହେଇଯିବ, ତାଙ୍କ ଇଚ୍ଛାରେ ସାରା ଜଗତ ଆତଯାତ।
ତେଣୁ ଆମେ ତାଙ୍କ ବିଷୟରେ କିଛି ଅନୁଧ୍ୟାନ କରିବା ଯେ ଭକ୍ତମାନଙ୍କ ମୁହଁରୁ କିଛି ସତ୍ୟତା ବିବରଣୀ ପରିପ୍ରକାଶ କରିବା ଯେଉଁଟା ବିଶ୍ୱାସ ବା ଆସ୍ଥା ସହିତ ଜଡ଼ିତ ଏବଂ ପୁରା ସତ୍ୟ ଅନୁଭୂତି ସହିତ ଜଡ଼ିତ। ଏବଂ ଏହି ସତ୍ୟ ଅନୁଭୂତି ଜଣେ ମହାନ ଭକ୍ତଙ୍କ ମୁହଁରୁ ଆମେ ଶୁଣିବା। ଆମେ ମଧ୍ୟ ତାଙ୍କ ଅନୁଭୂତି ସାଥିରେ ଥିଲୁ, ତେଣୁ ସେ ଯାହା କିଛି କହିବେ ନିରାଟ ସତ୍ୟ କଥା କହିବେ। ତେଣୁ ବର୍ତ୍ତମାନ ଆମେ ପ୍ରଥମେ ତାଙ୍କ ନାଁ ଜାଣିବା। ଆପଣଙ୍କ ନାଁ କୁହନ୍ତୁ। ଜୟ ଜଗନ୍ନାଥ। ମୋ ନାଁ ସୁଭଦ୍ରା ଦାସ। ଆଚ୍ଛା, ଆପଣ ଏଇଠି ଉଦୟଭଟ୍ଟରେ ରୁହନ୍ତି? ଆଜ୍ଞା। ପାରାଦୀପ। ଆଚ୍ଛା, ଆଉ ସବୁବେଳେ ଆମେ ଦେଖୁ ଯେ ଆପଣ ମହାଦେବ ମନ୍ଦିରରେ ସେବା କରୁଛନ୍ତି ଏବଂ ଜଗନ୍ନାଥଙ୍କ ପାଖରେ ମଧ୍ୟ ସେବା କରୁଛନ୍ତି, କଳ୍କୀଙ୍କର ସେବା କରୁଥିଲେ, ସବୁ ଜାଗାରେ ଆପଣ ସେବାରେ ଜଡ଼ିତ ହେଇଛନ୍ତି। ତେଣୁ ଏଇ ଯେଉଁ ଭାବନା, ଏ ଯେଉଁ ଚିନ୍ତାଧାରା ଆପଣଙ୍କ ମନକୁ କେମିତି ଆସିଲା? ଆଉ ଯେଉଁ ଅନୁଭୂତି ଅଛି ଆପଣଙ୍କ ପାଖରେ, ସତ୍ୟ ଅନୁଭୂତି ଯେ ଭଗବାନଙ୍କୁ ବିଶ୍ୱାସ ଆମେ କେମିତି କରିବା କି ନାହିଁ, ସେଇ ଅନୁଭୂତିରୁ ପଦେ, ନିଜ ଜୀବନ ସାଥିରେ ଜଡ଼ିତ ଅନୁଭୂତିରୁ ପଦେ କୁହନ୍ତୁ। ଭଗବାନଙ୍କ ବିଶ୍ୱାସ କରିବା, ଯେଉଁମାନେ ବି ଠାକୁରଙ୍କ ସେବାରେ ଅଛନ୍ତି ସେମାନେ ନିହାତି ଭଗବାନଙ୍କୁ ବିଶ୍ୱାସ କରି ଅଲଗା ଲୋକଙ୍କ କଥା ତ କହିପାରିବେ। ଆମେ ଯେତେ ଜଣ ବି ଠାକୁରଙ୍କ ସେବାରେ ଅଛୁ, ତାଙ୍କ ବିନା ଆମେ କିଛି ନୁହଁ, ଆମେ ଏଇଆ ହିଁ ଭାବୁ। ଆଉ ଯେ ପର୍ଯ୍ୟନ୍ତ ବି ଆମେ ସଂସାରରେ ଥିବୁ ଆମେ ସେଇଆ ହିଁ ଭାବିବୁ କି ତାଙ୍କ ବିନା ଆମେ କିଛି ନୁହଁ। ଆପଣଙ୍କ ଜୀବନରେ ଏମିତି କ'ଣ ଘଟିଥିଲା ଯୋଉଥିପାଇଁ ଆପଣ ବହୁତ ବିଶ୍ୱାସ କରୁଛନ୍ତି? ବହୁତ କିଛି ଘଟିଛି। ଗୋଟିଏ କୁହନ୍ତୁ, ଫର ଏକ୍ସାମ୍ପଲ, ବହୁତ ନିୟର ବାଇ ଯୋଉଟା ହେଇଥିଲା ଆପଣ ଜୀବନ ସଂଗ୍ରାମରେ ଜଡ଼ିତ ଥିଲା, ହଁ ସେଇଟା କୁହନ୍ତୁ। ବହୁତ କିଛି ଘଟିଛି ଯୋଉଟା ରିସେଣ୍ଟ ହେଇଛି, ମୁଁ ସେଇ କଥା କହିବି। ରିସେଣ୍ଟ ହେଇଥିବା ଜିନିଷ ହଉଛି, ମୋର ଆକ୍ସିଡେଣ୍ଟ ହେଇଥିଲା। କେମିତି ହେଇଛି, କ'ଣ ହେଇଛି ମୁଁ କିଛି ବି ଜାଣିନି। ଯେବେଠୁ ମୁଁ ଜାଣିଲି କି ମୋର ଅସୁବିଧା ହେଇଛି, ଯୋଉଦିନ ମୁଁ ମେଡିକାଲରେ ଥିଲି, କି ମୋ ମୁଣ୍ଡ ପେନ୍ ହବା ଆରମ୍ଭ ହେଲା, ମୁଁ ସେଇଦିନ ହିଁ ଜାଣିଲି କି ମୋ ମୁଣ୍ଡ ପେନ୍ ହେଲା। ଆଉ ମୋ ପାଖରେ ମୋ ଭାଇ ଥିଲା, ତାକୁ କହୁଛି କି ମୋ ମୁଣ୍ଡ ପେନ୍ ହଉଛି। ଏତିକି କହିକି ମୁଁ ଆଖି ବନ୍ଦ କରିଛି ତ ମୁଁ ପ୍ରଭୁଙ୍କୁ ଦେଖିଲି, ମହାଦେବଙ୍କୁ ଦେଖିଲି। ସେ କେବଳ ଗୋଟିଏ କଥା କହିଲେ କି ଏଥର ମୋ ଛୁଆକୁ ଏଠୁ ନେଇ ଚାଲ, ଏଠି ଆଉ ତାକୁ ରଖିବାନି। ତାପରେ ମତେ ନେଇକି ଆସିଲେ, ଆଣିକି ନନ୍ଦୀଙ୍କ ପାଖରେ ପୁରା ଶୁଆଇ ଦେଲେ। ମୁଁ ଶୋଇଲି, ଭିତରେ ଦେଖୁଛି କି ଗୋଟେ ବଡ ଲିଙ୍ଗ, ଗୋଟେ କିଏ ପୁରୁଷ ଅଛନ୍ତି, ଯୋଡ ପିନ୍ଧିକି ଭିତରେ ବସିଛନ୍ତି। ପୂଜା ସାମଗ୍ରୀ ସବୁ ସଜଡା ଚାଲିଛି। ମତେ ସେଠି ଶୁଆଇ ଦିଆଗଲା। ମୁଁ ଶୋଇଛି, ସବୁ ଜିନିଷ ଦେଖୁଛି, ସବୁ ସଜଡା ସଜଡି ହଉଛି, ଆଉ ପୂଜା ଆରମ୍ଭ ହବ। ମୋ ଆଖି ବନ୍ଦ ହେଇଗଲା। ତାପରେ କ'ଣ ହେଇଛି ମୁଁ ଜାଣିନି। ତା ପରଦିନ ଆଖି ଖୋଲିଲା ବେଳକୁ ମୁଁ ଘରେ ଅଛି। ତାପରେ ଆଉ କିଛି ଜାଣିନି। ଧୀରେ ଧୀରେ ମୁଁ ଯେତେବେଳେ ରିକଭରି କରିବା ଆରମ୍ଭ କଲି, ତାପରେ କ'ଣ ହେଇଥିଲା ମତେ ସବୁ ଦେଖେଇ ଦିଆଗଲା କି ଯଜ୍ଞ ପାଇଁ ସବୁ ସଜଡା ହେଇଥିଲା, ବ୍ରାହ୍ମଣ ମାନେ ଥିଲେ, ପଣ୍ଡିତ ମାନେ ବି ଥିଲେ। ମୁଁ ତାଙ୍କୁ କାହାରିକି ଚିହ୍ନିନି, କେବଳ ମୁଁ ଦେଖିଛି ଜଣେ ଦେବୀ ବସିଥିଲେ। ମୁଁ କେବଳ ଦେଖିଛି ଯଜ୍ଞ ଚାଲିଛି, ହୋମ ଚାଲିଛି, ଦେବାଦେବୀ ସବୁ ବସିଛନ୍ତି, ଆଉ ମୁଁ ସେଇଠି ଶୋଇଛି। ଏଇଟା କ'ଣ କେବେ ସମ୍ଭବ? ତମେ ତ କୋମାରେ ଥିଲ, ମୁଁ ନିଜେ ଯାଇଥିଲି ତମ ପାଖକୁ। ତମେ କୋମାରେ ଥିଲ, ତାପରେ ଆସିଲା ପରେ ଭଲ ହେଇକି ଆସିଲା ପରେ ଫେସ୍ ପାରାଲିସିସ୍ ହେଇଯାଇଥିଲା। ସବୁ କେମିତି ଭଲ ହେଲା? ଏଇ ଯୋଉ ଜିନିଷଟା ଆପଣ କହିଲେ, ସେଇଟା ନିଶ୍ଚୟ ବିଶ୍ୱାସ ଅନୁଭୂତି ଏବଂ ଯୋଉଟା ଦେଖିଛନ୍ତି କହିଲେ। ତେଣୁ ଆମକୁ ବିଜ୍ଞାନ ହିସାବରେ ଆମକୁ ଲାଗୁଛି ସତରେ କ'ଣ ଏଇଟା ସମ୍ଭବ? ତେଣୁ ସେଇ କଥାଟା କୁହନ୍ତୁ। ସତ କି ମିଛ କହିପାରିବିନି, କାହିଁକି ନା ଆକ୍ସିଡେଣ୍ଟ ପରେ ମୁଁ କିଛି ବି ଜାଣିନଥିଲି ମୋ ସହିତ କ'ଣ ହେଇଛି। ଯୋଉଦିନ ଜାଣିଲି ସେଦିନ ମୁଁ ଜାଣିଲି କି ମୋ ମୁଣ୍ଡ ପେନ୍ ହଉଛି। ମୋ ଭାଇ ପାଖରେ ଥିଲା, ମୁଁ ତାକୁ କହିଲି, ଆଖି ବନ୍ଦ କଲି, ମୋ ପ୍ରଭୁଙ୍କୁ ଦେଖିଲି। ବସ୍ ସେତିକି ଦେଖିଲି। ତାପରେ ମତେ ଖାଲି, ମୁଁ ଖାଲି ଏତିକି ମେଡିକାଲରେ ଶୁଣିଛି, ମହାଦେବ କହିଲେ କି ମୋ ଛୁଆକୁ ଏଠି ନେଇ ଚାଲ, ନହେଲେ ଏଠି ମାରିଦେବେ ତାକୁ। ସେତିକି କଥାରେ ମୋ ଆଖି ବନ୍ଦ ହେଇଛି। ମତେ ଘରକୁ ସେଦିନ ଅଣାଗଲା। ମତେ ସିଧା ଆଣିକି ମତେ ଶିବ ମନ୍ଦିର ଭିତରେ ନନ୍ଦୀଙ୍କ ପାଖରେ ଶୁଆଇ ଦିଆଗଲା। ଭିତରେ ବଡ ଲିଙ୍ଗ ଦେଖିଲି, ଗୋଟେ ପୁରୁଷଙ୍କୁ ଦେଖିଲି, ସେ ଧଳା ଯୋଡ ପିନ୍ଧିଛନ୍ତି, ସବୁ ପୂଜା ସାମଗ୍ରୀ ସଜାଡୁଛନ୍ତି।
ତାପରେ ପୂଜା ସାମଗ୍ରୀ ସଜା ପରେ ପୂଜା ଆରମ୍ଭ ହେଲା, ମୋ ଆଖି ସେଇଠି ବନ୍ଦ ହେଲା। ତାପରେ କଣ ହେଲା ମୁଁ ଜାଣିନି, କିନ୍ତୁ ତା ପରଦିନ ମୋ ଆଖି ଖୋଲା ବେଳକୁ ମୁଁ ଘରେ ଥିଲି। ତାପରେ ସେତେବେଳେ ମୁଁ ସମସ୍ତଙ୍କୁ ଚିହ୍ନି ବି ପାରୁନଥିଲି, ଅଳ୍ପ ଅଳ୍ପ ଟିକେ ଟିକେ ଚିହ୍ନିଲି। ଯେତେବେଳେ ପୁରା ଭଲସେ ରିକଭରି କଲି, ମତେ ଜଣେଇ ଦିଆଗଲା କି ତାପରେ କଣ ହେଇଥିଲା। ବଡ ଯଜ୍ଞ କୁଣ୍ଡ ସଜଡା ହେଇଥିଲା, ଦେବାଦେବୀ ବସିଛନ୍ତି, ବହୁତ ପଣ୍ଡିତ ବି ବସିଛନ୍ତି, ଯଜ୍ଞ ଚାଲିଛି, ହୋମ ଚାଲିଛି, ମୁଁ ସେଇଠି ଶୋଇଛି। ସବୁ ଦେଖେଇ ଦିଆଗଲା କି ଆ ପରେ ହିଁ ମୁଁ ରିକଭରି ହବାର ଆରମ୍ଭ କଲି। ସେଇଦିନ ସେୟା ହେଇଥିଲା। ମୁଁ ରିକଭରି ହେଲା ପରେ ମତେ ସେଇ ସବୁ ଜିନିଷ ଦେଖେଇ ଦିଆଗଲା କି ଏଇଆ ହେଲା ପରେ ତୁ ରିକଭରି ହେଇଗଲୁ। କୁହାଯାଏ ରଖିଲେ ଶିବ ମାରିବ କିଏ, ମାରିଲେ ଶିବ ରଖିବ କିଏ? ଶିବ ଯାହାକୁ ମାରିବାକୁ ଚାହିଁବେ ସେ ତ କାଳ ଉପରେ ମହାକାଳ। ମାନେ ସବୁଠୁ ଇମ୍ପୋର୍ଟାଣ୍ଟ ଭାଇ କଣ ଜାଣିଛ, ହୁଁ। ଯେତେବେଳେ ମୁଁ ରିକଭରି କରିଗଲି, ମୁଁ ସବୁବେଳେ ଏଇ ଜିନିଷ ଦିମାଗରେ ଚାଲିଥିଲା କି ମୁଁ ଠାକୁରଙ୍କ ଏତେ ସେବା କରେ, ମୁଁ ଏତେ ଅସୁବିଧାରେ କେହି ଆସିନାହାନ୍ତି। କିନ୍ତୁ ଯେତେବେଳେ ମୋ ମୁଣ୍ଡ ଖରାପ ଥିଲା, ମୁଁ ପାଗଳ ବି ହେଇଯାଇଥିଲି, ସେତେବେଳେ ପ୍ରଭୁ ଆସିଥିଲେ। ମୁଁ ଯେତେବେଳେ ପାଗଳ ଅବସ୍ଥାରେ ଯିଏ ମୋ ସାମ୍ନାରେ ଥିଲା, ମୁଁ ତାଙ୍କୁ ବି କହିଛି କି ମୁଁ ଠାକୁରଙ୍କୁ ଦେଖୁଛି, ତାଙ୍କ ସହିତ କଥା ହେଇଛି। ଯେତେବେଳେ ଜାଣିଲେ ନାହିଁ ସେମାନେ ଆସିଥିଲେ, ମୁଁ ଜାଣିନଥିଲି କିଛି, ମୋ ଚିନ୍ତାଧାରା ହିଁ ଭୁଲ ଥିଲା। ମୁଣ୍ଡଟା କୋଉ ସାଇଡ ମାଡ ହେଇଥିଲା? ପୁରା ବ୍ଲଡ ଜମିଥିଲା ଏତେ ବଡ ହେଇକି? ଏଇପଟ ସାଇଡଟା ହେଇଥିଲା। ପୁରା ସେପଟ ଫାଳ ପୁରା ବ୍ଲଡ ଜମି ଯାଇଥିଲା, ଦିଟା ମୁଣ୍ଡ ଭଳିଆ ଜଣା ପଡୁଥିଲା। ଆଉ ଫେସ୍ ପାରାଲିସିସ୍ ହେଇଥିଲା। ଫେସ୍ ଟିକେ ଭଲ କି ଦେଖେଇଲେ। ଫେସ୍ ନା ପାରାଲିସିସ୍ ସେତେବେଳେ ତ କଣ ହେଇଥିଲା ମୁହଁର, ଟିକେ ସ୍ମାଇଲ କରିକି ଦେଖିଲେ। ନାଇଁ ସ୍ମାଇଲ ତ ନୁହଁ, ସେତେବେଳେ ତମ ଫେସ୍ ର କଣ ଫେସ୍ ଟା ହେଇଥିଲା ମୁଁ ପୁରା କିଛି ବଙ୍କା ବି ହେଇଯାଇଥିଲା। ଜାଣିନି। ହଁ, ସେଇଟା ଆମେ ଦେଖିଛୁ। ଫେସ୍ ପାରାଲିସିସ୍ ହେଇଯାଇଥିଲା, ଯୋଉଟା ଏତେ ଜଲ୍ଦି ଭଲ ହୁଏନି। ତେଣୁ ଏ ସବୁ ଗୁଡାକ ମାନେ ଗୋଟେ ନାଇଁ ମୁଁ ବି ଆଚମ୍ବିତ ଭଳିଆ ଯେତେବେଳେ ଲାଗୁଛି। ଡକ୍ଟରଙ୍କ ପାଖକୁ ଯେତେବେଳେ ମୁଣ୍ଡ ଠିକ ହେଲା ପରେ ବି ଯାଇଥିଲି, ଡକ୍ଟର ସେତେ ବି ଅଳ୍ପ ଟିକେ ଥିଲା। ଡକ୍ଟର କହିଥିଲା କି ଆକୁ ଫିଜିଓଥେରାପି କର, ସେ ଠିକ ହେଇଯିବ। କିନ୍ତୁ ମୋର କିଛି ବି ଆବଶ୍ୟକ ପଡିଲାନି, ସେ ଆପେ ଆପେ ହେଇଗଲା, କିଛି ଆବଶ୍ୟକ ପଡିଲାନି। ଏବେ ମନରେ କେମିତି ଆତ୍ମବିଶ୍ୱାସ ଅଛି? ସମ୍ପୂର୍ଣ୍ଣ ଭଲ ଆପଣ ଅନୁଭବ କରୁଛନ୍ତି? ନାଇଁ ପୁରାପୁରି ତ ମୋ ମୁଣ୍ଡ ଭଲ ହେଇନି, ଏବେ ଟାଇମ ଲାଗିବ ଭଲ ଭାବେ। କିନ୍ତୁ ମୁଁ ଯୋଉ ଟପିକ ଉପରେ ଥିଲି, ସେ ଟପିକ ଉପରେ ବର୍ତ୍ତମାନ ନାହିଁ। କି ମୁଁ ମଣିଷକୁ ଚିହ୍ନି ପାରୁନି, କଥା ହେଇପାରୁନି, କି ଜାଣି ପାରୁନି, କି ମୁଁ ଭୁଲ ଠିକ ର ଫରକ ବାଛି ପାରୁନି, ସେମିତି କିଛି ନାହିଁ ଯୋଉଟା ଆଗରୁ ଥିଲା। କିନ୍ତୁ ଏବେ ଅଳ୍ପ କିଛି ହଉଛି, ଡକ୍ଟର କହିଛନ୍ତି ବି ଧୀରେ ଧୀରେ ଭଲ ହେଇଯିବ। ଆଉ ପ୍ରଭୁଙ୍କ ଇଚ୍ଛା ବି ସେ ଧୀରେ ଧୀରେ ଭଲ ହେଇଯିବ। ଜାଣିକି ଠାକୁରଙ୍କ ଇଚ୍ଛା। ତ ମେଡିକାଲ ସାଇନ୍ସ ର ଉପଚାରରେ ଭଲ ହେଲେ ନା ଆପଣଙ୍କୁ ଭଗବାନଙ୍କର କିଛି ଆଶୀର୍ବାଦ ରହିଲା ଯୋଉଥିପାଇଁ? ନାଇଁ, ମେଡିକାଲ ସାଇନ୍ସ ଅନୁସାରେ ହଉଛି ପୁରା ମୁଁ ମରିଯିବା କଥା। ମେଡିକାଲ ସାଇନ୍ସ କୁ ଯଦି ମୁଁ ଆସିବି, କରେକ୍ଟ। କି ମୁଁ ଯୋଉଠୁ ଗାଡିରୁ ପଡିଲୁ ସେଇଠୁ ମୁଁ ମେଡିକାଲ ପର୍ଯ୍ୟନ୍ତ ଯିବାର ନଥିଲା। କିନ୍ତୁ ପ୍ରଭୁ ତା ଆଗରୁ ମୋ ପାଇଁ ବ୍ୟବସ୍ଥା କରିଥିଲେ। ସେ ଜାଣିଥିଲେ ଏହା ହବ, କିନ୍ତୁ ମୁଁ ଜାଣିନଥିଲି। ସେ ଆଗରୁ ବ୍ୟବସ୍ଥା କରି କରି ଆସିଥିଲେ। ଆଉ ଯୋଉଠି ମୁଁ ପଢୁଥିଲି ସେଇଠି ମୁଁ ଡେଥ୍ ହେଇଯିବା କଥା, କିନ୍ତୁ ପ୍ରଭୁଙ୍କର କିଛି ସେ ଏମିତି କିଛି କରିଦେଇଥିଲା ଆଗରୁ, ସେଇଥିପାଇଁ ମୋ ଘରଟା ଛାଡି ନଥିଲା। ଆଉ ସବୁ କଥା ତ କହି ହବନି, କାହିଁକିନା ମତେ ପରମିଶନ ନାହିଁ ସେ ସବୁ କଥା କହିପାରିବି। କିନ୍ତୁ ମୁଁ ଠିକ ଅଛି। ଯେତିକି କହିପାରିବି ମୁଁ କହିଦେଲି କି ପ୍ରଭୁଙ୍କ ଇଚ୍ଛା ମାତ୍ର ମୁଁ ସଂସାର ନଥାନ୍ତି। ତ ଆଉ କିଛି ଭିଡିଓରେ ମଧ୍ୟ ଆମେ ଆପଣଙ୍କର ବହୁତ ଅନୁଭୂତି ଅଛି, ସେଗୁଡା ଆମେ ଆଗକୁ ସେୟାର କରିବା। କୁହାଯାଏ ଭକ୍ତର ଭଗବାନ। ଭଗବାନ ଭକ୍ତ ପାଇଁ ସ୍ୱତନ୍ତ୍ର ରୂପେ ଓହ୍ଲେଇ ଆସନ୍ତି ଏ ଧରାପୃଷ୍ଠକୁ ସାହାଯ୍ୟ କରିବା ନିମନ୍ତେ। ଏବଂ ସେ କୋଉ ରୂପରେ କେମିତି ପ୍ରକାରେ ଯାଇ ପହଞ୍ଚନ୍ତି ଏବଂ ସେ କାର୍ଯ୍ୟଟି କରନ୍ତି, କେବଳ ଅନୁଭବୀ ହିଁ କହିପାରେ। ଅନୁଭବୀ ହିଁ ସେ ଜିନିଷ ଗୁଡାକ କହିପାରିବ। ମାନେ ଏବଂ ଏମିତି ବି ଅନୁଭୂତି। ଭାଇ, ମୁଁ ଯେତେବେଳେ ବି ମୁଣ୍ଡ ଟିକେ ଟିକେ ଠିକ ହଉଥାଏ, ଏକୁଟିଆ ତ ବସେ ଆଖିରୁ ଲୁହ ଗଡିବ, ମତେ କଷ୍ଟ ହଉଛି। ସେ ଦିନ ହଉ ରାତି ହଉ ଯାହା ବି ହଉ, ମହାପ୍ରଭୁ ଆସି ବସି ପଡିବେ, ତୁ ବ୍ୟସ୍ତ ହନା, ଭଲ ହେଇଯିବ। ଠିକ ଅଛି, ବହୁତ ଇମୋସନାଲ ହେଇଯାଉଛନ୍ତି। ତ ଏତେ ଭଲ ପାଇବା ଆପଣଙ୍କର ଅଛି ପ୍ରଭୁଙ୍କ ପ୍ରତି, ଯୋଉଥିପାଇଁ ପ୍ରଭୁ ନିଜେ ଓହ୍ଲେଇ ଆସି ଦେଖା ଚାହାଁ କରିଥିଲେ। ଏଇଟା ମୁଁ ବି ଅନୁଭବ କରିଛି। ଆଉ ଏତେ ସୁନ୍ଦର ଅନୁଭୂତିଟେ ପରିବେଷଣ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ଆମର ଦର୍ଶକ ହେଉଛନ୍ତି ସଚେତକ ଏବଂ ଦର୍ଶକ ହେଉଛନ୍ତି ନିର୍ଦ୍ଧାରକ। ଆପଣମାନେ ଅନୁଭବ କରନ୍ତୁ, ସ୍ୱୟଂ ନିଜେ ଉପସ୍ଥିତ ତାଙ୍କ ଜୀବନର ଅନୁଭୂତି କହିଲେ ଯେ ଜୀବନରେ ପୁରା
କୋମା ସହିତ ଲଢ଼ି ଲଢ଼ି ପାରାଲିସିସ୍ ଫେସ୍ ପାରାଲିସିସ୍ ଲଢ଼ି ଆଜି ଆପଣ ସାମ୍ନାରେ କଥା ହେଉଛନ୍ତି। ପ୍ରଭୁଙ୍କ ସେବାରେ ମଧ୍ୟ କୌଣସି ଦିନ ବ୍ୟାଘାତ କରିନାହାନ୍ତି, କରିଚାଲିଛନ୍ତି। ପ୍ରଭୁ ତାଙ୍କର ମଙ୍ଗଳ କରନ୍ତୁ, ତାଙ୍କର ଆସନ୍ତା ଭବିଷ୍ୟତ ଜୀବନ ସୁଖମୟ ହେଉ। ଧନ୍ୟବାଦ।